ତ ପିଲାମାନେ ପୁଣି ଥରେ ଆଉ ଏକ ଭିଡିଓରେ ତମ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପିଲେ ପୂର୍ବେ ଆମେ ଜାଣିଲେ ଦନେଇ କହୁଛି ମତେ ଏମିତି ଆଉ ଦନେଇ ବୋଲି ଡାକିବେନି। ବ୍ରଜବାବୁ କହୁଛନ୍ତି କାହିଁକି ରେ? ଦନେଇ କହୁଛି ନା ମତେ ଜନାର୍ଦ୍ଦନ ବାବୁ ବୋଲି ଡାକିବେ। ବ୍ରଜବାବୁ କହୁଛନ୍ତି କଣ କହିଲୁ ତତେ କଣ ବୋଲି ଡାକିବି? ଦନେଇ କହୁଛି ଜନାର୍ଦ୍ଦନ ବାବୁ ବୋଲି ଡାକିବେ। ବ୍ରଜବାବୁ କହୁଛନ୍ତି ଜନାର୍ଦ୍ଦନ ବାବୁ କଣ ତୋ ମୁଣ୍ଡ ବିଗିଡି ଯାଇଛି କିରେ? ଦନେଇ କହୁଛି ନାଇଁ ବାବୁ ମୁଣ୍ଡ କିଆ ବିଗିଡିବ, ଆପଣ କାହିଁକି ମତେ ଜନାର୍ଦ୍ଦନ ବାବୁ ବୋଲି ଡାକିବେନି ଯେ? ମୁଁ ତ ମଣିଷ, ତମେ ତ ମଣିଷ। ବ୍ରଜବାବୁ ସେଠି କହୁଛନ୍ତି ରୁକ୍ଷ ଗଳାରେ, କଣ ଭାରି ବପ ହେଇଗଲାଣି ତୋର କିବେ? ଦନେଇ କହୁଛି ଏମିତି ବେ ବା ଗୁଡିଏ କଣ କରୁଛ ହେ? ଆଇନ ପାସ୍ ହେଲାଣି, ଆଜିକାଲି ସମସ୍ତେ ସମାନ, କେହି କାହାକୁ ରେ ରା ତୁ ତା କରିପାରିବେନି। ବ୍ରଜବାବୁ କହୁଛନ୍ତି ସତେ ଆଇନ ପାସ୍ ହେଇଗଲାଣି? ଦନେଇ କହୁଛି ହଁ, ଆମ ନିଖିଳ କଟକ ଚାକର ସଂଘରେ ଆଇନ ପାସ୍ ହେଇଛି। ଏବଂ ତାପରେ କଣ ଅଛି ଦେଖ ବୋଲି ବ୍ରଜବାବୁ ପଚାରିଲେ ନିଖିଳ କଟକ ଚାକର ସଭାରେ ତମର ଫେର ଗୋଟିଏ ସଭା ସମିତି ଗଢ଼ିଲଣି ନାଇଁ? ଦନେଇ କହିଲା କାହିଁକି ଗଢିବୁନି, ଆଜିକାଲି ସଭିଙ୍କର ହେଲାଣି, ଆମର ହବନି କାହିଁକି? ବ୍ରଜବାବୁ କହିଲେ ବୁଝିଲି ସେଥିରେ କଣ ସବୁ ଆଇନ ପାସ୍ ହେଇଛି ଜନାର୍ଦ୍ଦନ ବାବୁ? ଦେଖ ବିଲେ ବ୍ରଜବାବୁ କହିଲେ ନିଖିଳ କଟକ ଚାକର ସଭା ଆଶ୍ଚର୍ଯ୍ୟ ହେଇକି କହିଲେ ନିଖିଳ କଟକ ଚାକର ସଭାରେ ତମର ଫେରେ ଗୋଟେ ସଭା ସମିତି ଗଢିଲେଣି ନାଇଁ? ମାନେ ଚାକର ମାନେ ଗୋଟେ ସଭା ସମିତିରେ ଗଢିଲେଣି। ଏ କଥା ଯେତେବେଳେ ଜାଣିଛନ୍ତି ବ୍ରଜବାବୁ ପଚାରୁଛନ୍ତି ତମର ଗୋଟେ ସଭା ସମିତି ଗଢିଲଣି ନାଇଁ? ଦନେଇ କହିଲା କାହିଁକି ଗଢିବୁନି? ଚାକର କହୁଛି କାହିଁକି ଗଢିବୁନି, ଆଜିକାଲି ସଭିଙ୍କର ହେଲାଣି, ଆମର କାହିଁକି ହବନି? ପ୍ରତ୍ୟେକ ଦେଖୁନ ଗୋଟେ ଗୋଟେ ସଂଘ, ପିଲାମାନଙ୍କର ବି ଗୋଟେ ସଂଘ, ଷ୍ଟୁଡେଣ୍ଟ ଯାହାକୁ କୁହନ୍ତି ଷ୍ଟୁଡେଣ୍ଟ ଆସୋସିଏସନ ନା ନାଇଁ, ତେଣୁ ଆମର କାହିଁକି ହେବନି? ବ୍ରଜବାବୁ କହିଲେ ବୁଝିଲି ତାହେଲେ ବୁଝିଲି ଏଥର ତାହେଲେ ବୁଝିଲି ଏଥର କଣ ତାହେଲେ ସେଥିରେ କଣ ସବୁ ଆଇନ ପାସ୍ ହେଇଛି କିରେ? ଜନାର୍ଦ୍ଦନ ବାବୁ ପଚାରୁଛନ୍ତି ସେଥିରେ କଣ ସବୁ ଆଇନ ପାସ୍ ହେଇଛି? ଜନାର୍ଦ୍ଦନ ବାବୁ ଦନେଇ ଚାକର କହୁଛି ମୁନିବ ମାନେ ଚାକର ମାନଙ୍କୁ ତୁ ତା କରିପାରିବେ ନାହିଁ, ତାଙ୍କୁ ମାରଧର କରିପାରିବେ ନାହିଁ। ବାବୁ ଯାହା ଖାଇବେ ଚାକର ମାନେ ସେଇଆ ଖାଇବେ। ସେଇଠି ବ୍ରଜବାବୁଙ୍କର ରିଆକ୍ସନ ଏତେ କଥା। ବ୍ରଜବାବୁ କହିଲେ ବାବୁ ମାନେ ଯେ ପୋଷାକ ପିନ୍ଧିବେ ପିନ୍ଧିବେ ବ୍ରଜବାବୁ ପଚାରୁଛନ୍ତି ବାବୁ ମାନେ ଯୋଉ ପୋଷାକ ପିନ୍ଧିବେ ଚାକର ମାନେ କଣ ସେଇ ପୋଷାକ ପିନ୍ଧିବେ ନାଇଁ? ଦନେଇ କହିଲା ହଁ। ବ୍ରଜବାବୁ ପୁଣି ପଚାରୁଛନ୍ତି ବାବୁ ମାନେ ଯେଉଁ ସେଜରେ ଶୋଇବେ ଚାକର ମାନେ ବି ସେଇ ସେଜରେ ଶୋଇବେ ନାଇଁ? ଦନେଇ କହିଲା ହଁ। ବ୍ରଜବାବୁ ପୁଣି କହୁଛନ୍ତି ବାବୁ ମାନେ ଯେଉଁ ଦରମା ପାଉଥିବେ ଚାକର ମାନେ ସେଇ ଦରମା ପାଇବେ? ଦନେଇ କହିଲା ନା ସେତକ ଛଡା ଆଉ ସବୁ ବିଷୟରେ ବାବୁ ଚାକର ସମାନ, କେବଳ ଏଇ ଦରମା ଅଲଗା, ବୁଝିପାରିଲା? ଆଉ ସବୁଥିରେ ବାବୁ ଚାକର ସମାନ। ବାବୁ ବ୍ରଜବାବୁ ପଚାରିଲେ ଆଉ ଚାକର ମାନେ ଭଲ କାମ ନ କଲେ? ଦନେଇ କହିଲା ବାବୁ ମାନେ କିଛି କହିପାରିବେନି ଯଦି ଚାକର ଭଲ କାମ ନ କରନ୍ତି। ବ୍ରଜବାବୁ ଯେତେବେଳେ ପଚାରିଲେ ଯଦି ଚାକର ମାନେ ଭଲ କାମ ନ କଲେ, ଦନେଇ କହିଲା ବାବୁ ମାନେ କିଛି କହିପାରିବେନି। ବ୍ରଜବାବୁ କହିଲେ ବା ଭଲ ଆଇନ କରିଛ ଆଉ, ଚାକର ମାନେ ଭଲ କାମ ନ କଲେ ବାବୁ ମାନେ ତାକୁ ଘରୁ ତଡି ଦେଇ ପାରିବେନି ନା ନାଇଁ? ଦନେଇ କହିଲା ସେଇଥିପାଇଁ ଆମ ଚାକର ସଂଘର ସେକ୍ରେଟାରୀଙ୍କ ପାଖକୁ ଦରଖାସ୍ତ ଦବାକୁ ପଡିବ। ତାହେଲେ ବ୍ରଜବାବୁ ଯେତେବେଳେ ପଚାରିଛନ୍ତି ଚାକର ମାନେ ଭଲ କାମ ନ କଲେ ତାଙ୍କୁ ବାହାର କରିହେବ ନାହିଁ, ତଡି ଦେଇ ପାରିବେ ନା ନାହିଁ? ବାବୁ ମାନେ ଦନେଇ କହିଲା ହଁ ତଡି ହେବ, କିନ୍ତୁ ସେଇଥିପାଇଁ ଆମ ଚାକର ସଂଘର ସେକ୍ରେଟାରୀ ପାଖକୁ ପ୍ରଥମେ ଦରଖାସ୍ତ ଲେଖିବାକୁ ପଡିବ। ସିଏ ଆସି ଘଟଣାର ତଦନ୍ତ କରିବେ, ଯଦି ଚାକର ଘୋଷ ହେଇଥିବ ତେବେ ସେ ହୁକୁମ ଦେଲେ ବାବୁ ଚାକରରୁ ତଡି ପାରିବେ। ବାବୁ ଚାକରକୁ ତଡି ପାରିବେ, ତା ନହେଲେ ନାହିଁ। ବ୍ରଜବାବୁ କହିଲେ ସତରେ? ଆଚ୍ଛା ହଉ। ଜନାର୍ଦ୍ଦନ ବାବୁ ଆପଣ ବର୍ତ୍ତମାନ ଟିକେ ଯାଇ ମାଙ୍କୁ ଖବର ଦିଅନ୍ତୁ ତ, ମୁଁ ଆସିଲିଣି, ପହଞ୍ଚିଲିଣି ଗୋଟେ। ଦନେଇ କହିଲା ସରି
କାନ୍ଥ ଘଣ୍ଟାକୁ ଚାହିଁ ଦନେଇ କହୁଛି ମୁଁ ଡାକି ପାରିବିନି, ମୋର ଟାଇମ ହେଇଗଲାଣି। ରଜାବାବୁ କହିଲେ ହେ କଣ ଟାଇମ ହେଇଗଲାଣି? ଦନେଇ କହୁଛି ଆମ ଚାକର ସଂଘରେ ଆଇନ ପାସ୍ ହେଇଛି ପା, ଯେ କୌଣସି ଚାକର 10 ଘଣ୍ଟାରୁ ବେଶୀ କାମ କରିବେନି। ସକାଳ 7ଟାରୁ ଦିନ 5ଟା ପର୍ଯ୍ୟନ୍ତ 10 ଘଣ୍ଟା କାମ କରିବେ ସବୁ ଚାକର। ରଜାବାବୁ କହିଲେ ସେଇଠୁ? ଦନେଇ କହିଲା ସେଇଠୁ ସେମାନଙ୍କର ଛୁଟି, ସେମାନେ ବୁଲିବେ, ଥିଏଟର ଯିବେ, ସିନେମା ଦେଖିବେ। ତାପରେ ପୁଣି ରଜାକୁ କହିଲେ ଆଚ୍ଛା, ଭଲ ବ୍ୟବସ୍ଥା। ତାପରେ କେତେବେଳେ ଘରକୁ ଆସିବେ? ଦଲେଇ କହିଲା ରାତି 12ଟା। ରଜାକୁ କହିଲେ ତାଙ୍କୁ କବାଟ ଫିଟେଇବା ପାଇଁ ବାବୁ କିମ୍ବା ବାବୁଆଣୀ କାହା ହେଲେ ଜଗି ରହିବାକୁ ହେବ। ଦଲେଇ କହିଲା ନହେଲେ କେମିତି ହବ, ବୁଝିଲା? ହଉ ମୁଁ ଯାଉଛି, ମୋର ଛୁଟି। ରଜାବାବୁ କହିଲେ ଆଚ୍ଛା ଶୁଣ ଜନାର୍ଦ୍ଦନ ବାବୁ। ଦନେଇ କହିଲା କଣ କୁହନ୍ତୁ ବେଇବି? ହେଁ? ଦନେଇ କହିଲା କଣ କୁହନ୍ତୁ ବେଇବି? ବେଇବି ମୋର ଆଉ ସମୟ ନାହିଁ। ରଜାବାବୁ କହିଲେ ଆପଣଙ୍କ ସଂଘର ସେକ୍ରେଟାରୀ କିଏ? ଦନେଇ କହିଲା ମୁଁ ନିଜେ, ଶ୍ରୀ ଜନାର୍ଦ୍ଦନ ବେହେରା। ତାପରେ ରଜାବାବୁ କହିଲେ ସତେ ନା କଣ? ତେବେ ମତେ ତ ଭାରି ସୁବିଧା ହେଲା। ଟିକେ ରୁହନ୍ତୁ ଜନାର୍ଦ୍ଦନ ବାବୁ, ଟିକେ ରୁହନ୍ତୁ, ଆପଣ ସେକ୍ରେଟାରୀ ବା, ଟିକେ ରୁହନ୍ତୁ। ପକେଟରୁ କଲମ ବାହାର କରି ଖଣ୍ଡେ କାଗଜରେ କଣ ଲେଖି ସାରି ପଚାରୁଛନ୍ତି ଆପଣ ଲେଖି ପଢି ଆସେ ତ? ଦନେଇ କହିଲା ମୋ ନାଁ ଦସ୍ତଖତ କରିଦେବି, ଦରଖାସ୍ତ କତିକା ଆଉ କାହା ହାତରେ ପଢେଇଦେବି ଆଉ। ରଜାବାବୁ କହିଲେ ଆଚ୍ଛା ହଉ, ମୁଁ ଦରଖାସ୍ତ ତମ ସେକ୍ରେଟାରୀକୁ ଦେଇଛି, ନିଅନ୍ତୁ। ମାନେ ସେକ୍ରେଟାରୀ କହିଲେ ଜନାର୍ଦ୍ଦନ ସେଇ ଜନାର୍ଦ୍ଦନ ସେ ଦେଇଛନ୍ତି ଦନେଇକି। ତାପରେ ଦନେଇ କହିଲା କି ଦରଖାସ୍ତ? ରଜାବାବୁ କହିଲେ ଦନେଇ ବେହେରାଙ୍କୁ ଚାକିରିରୁ ବାହାର କରିବା ପାଇଁ ଦରଖାସ୍ତ। ସେକ୍ରେଟାରୀ ଜନାର୍ଦ୍ଦନ ବେହେରାଙ୍କଠୁ ଦିଆଗଲା ଯେ ଦନେଇ ଦନେଇ ବେହେରାଙ୍କୁ ଚାକିରିରୁ ବାହାର କରିବା ପାଇଁ ଦରଖାସ୍ତ। ତଦନ୍ତକାରୀ ଚାକିରିରୁ ବାହାର କରିବାକୁ ସୁପାରିଶ, ମାନେ ନିଜ ତାଙ୍କ ବିରୋଧରେ ସେ ଦେଉଛନ୍ତି ଦରଖାସ୍ତ। ଦନେଇ କହିଲା ହଉ ହଉ, ତେବେ ମୁଁ ଚାକର ସଂଘରେ ତାଙ୍କ କଥା ପକେଇବି, ମୁଁ ଯାଉଛି। ତା ପ୍ରସ୍ଥାନ କରେ। ଏବଂ ତାପରେ କଣ ହେଇଛି ଦେଖ ପିଲେ, ତାପରେ କଣ ହେଇଛି ଏସବୁ। ଦେଖ ପିଲେ, ଏଇ ସବୁ ତମ ମାନଙ୍କର ପରବର୍ତ୍ତୀ ସମୟରେ ଆଲୋଚନା କରିବା। ତାହେଲେ ପିଲେ ଆଜି ପାଇଁ ସେତିକି।